ଶୃଗାଳ ଏବଂ ସିଂହର କାହାଣୀ। ଜଙ୍ଗଲର ରାଜା ସିଂହ ଏବେ ବୃଦ୍ଧ ହୋଇଗଲା। ତାର ପୂର୍ବ ପରି ଗର୍ଜନ କରିବା ଶକ୍ତି ନଥିଲା କିମ୍ବା ଶିକାର କରିବାର ଶକ୍ତି ନଥିଲା। ଧୀରେ ଧୀରେ ସେ ଏତେ ଦୁର୍ବଳ ହୋଇଗଲା ଯେ ସେ ଶିକାର କରିବା ପାଇଁ ଜଙ୍ଗଲରେ ଦୌଡ଼ି ପାରୁନଥିଲା। ବହୁତ ଭୋକିଲା ହୋଇଯାଇଥିଲା। ସିଂହ ଭାବିବାକୁ ଲାଗିଲା, ଯଦି ଏହା ଜାରି ରହେ ତେବେ ମୁଁ ଭୋକରେ ମରିଯିବି। କିଛି ସମୟ ଚିନ୍ତା କରିବା ପରେ ତା ମନରେ ଏକ କୌଶଳ ଆସିଲା। ସେ ଗୋଟିଏ ପକ୍ଷୀକୁ ଡାକି କହିଲା, ସମ୍ପୂର୍ଣ୍ଣ ଜଙ୍ଗଲରେ ଖବର ପ୍ରଚାର କର ଯେ ମୁଁ ବହୁତ ଅସୁସ୍ଥ। ଯିଏ ମୋର ସ୍ୱାସ୍ଥ୍ୟ ବିଷୟରେ ପଚାରିବାକୁ ଚାହେଁ ସେ ଘୁମ୍ପାକୁ ଆସି ମୋତେ ଭେଟିପାରିବ। ଜଙ୍ଗଲର ରାଜାଙ୍କ ଅସୁସ୍ଥତାର ଖବର ପ୍ରସାରିତ ହେବା ମାତ୍ରେ ପଶୁମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ପାଇଁ ଘୁମ୍ପାକୁ ଆସିବା ଆରମ୍ଭ କଲେ। କିନ୍ତୁ ଯେ କୌଣସି ପ୍ରାଣୀ ଘୁମ୍ପାରେ ପ୍ରବେଶ କରିବା ମାତ୍ରେ ସିଂହ ତାଙ୍କୁ ଧରି ଖାଇଦେଲା। ଧୀରେ ଧୀରେ ସିଂହର ଭୋକ ମରିବାକୁ ଲାଗିଲା ଏବଂ ସେ କଠିନ ପରିଶ୍ରମ ନକରି ପ୍ରତିଦିନ ଖାଦ୍ୟ ପାଇବା ଆରମ୍ଭ କଲା। କିଛି ଦିନ ମଧ୍ୟରେ ସେ ମଧ୍ୟ ମୋଟା ଏବଂ ସୁସ୍ଥ ହୋଇଗଲା। କିନ୍ତୁ ଗୋଟିଏ ଦିନ ଗୋଟିଏ ଚତୁର ଶୃଗାଳ ଘୁମ୍ପା ବାହାରେ ପହଞ୍ଚିଲା। ସେ ସିଂହକୁ ଡାକିଲା, ବନ ରାଜା, ତୁମେ କିପରି ଅନୁଭବ କରୁଛ? ଏବେ ଭଲ ଅନୁଭବ କରୁଛ କି? ବନ୍ଧୁ, ଭିତରକୁ ଆସ। ମୁଁ ବହୁତ ଦୁର୍ବଳ। ମୁଁ ବାହାରକୁ ଆସିପାରିବି ନାହିଁ। ଆସ, ଶେଷ ଥର ପାଇଁ ମୋତେ ଭେଟିବ। ଶୃଗାଳ ଚତୁର ଥିଲା। ସେ ଘୁମ୍ପା ପାଖରେ ଥିବା ପାଦଚିହ୍ନକୁ ସତର୍କତାର ସହିତ ଦେଖି କହିଲା, ବନ ରାଜା, ମୁଁ ଦେଖୁଛି ଯେ ଘୁମ୍ପା ଭିତରକୁ ଅନେକ ପାଦଚିହ୍ନ ଯାଇଛି, କିନ୍ତୁ ଗୋଟିଏ ବି ବାହାରକୁ ଆସୁନାହିଁ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଯେକୌଣସି ପ୍ରାଣୀ ଭିତରକୁ ଗଲା ସେ କେବେ ଫେରିଲା ନାହିଁ। ମୁଁ ମୋ ଜୀବନ ହରାଇବା ପାଇଁ ମୂର୍ଖ ନୁହେଁ। ଏହା କହିବା ପରେ ଶୃଗାଳ ତୁରନ୍ତ ସେଠାରୁ ଚାଲିଗଲା ଏବଂ ଜଙ୍ଗଲକୁ ଗଲା ଏବଂ ସମସ୍ତ ପ୍ରାଣୀଙ୍କୁ ସିଂହର ଚତୁର ବିଷୟରେ କହିଲା।